Three, two, one. गुड मॉर्निंग सांग मैंने वेलकम टू माय मिनी ब्लॉग। ମୁଁ ଭାବିଲି ଗୋଟେ କଥା ଆପଣମାନଙ୍କ ସହିତ ସେୟାର କରିବି। ମଣିଷକୁ ସୁଧାରିବା ପାଇଁ ସମୟ ଥରେ ନୁହେଁ ବାରବାର ସୁଯୋଗ ଦେଇଥାଏ, କିନ୍ତୁ ସେଇ ଲୋକଟି ଜାଣିପାରେନି ଏଇଟା ତା ପାଇଁ ଠିକ୍ ସୁଯୋଗ, ସେଇଟା ଭୁଲ ସୁଯୋଗ। ଯେଉଁ ମଣିଷ ଏ ସମୟକୁ ହାତଛଡ଼ା କରିଦିଏ, ପରବର୍ତ୍ତୀ ସମୟରେ କେବଳ ଅନୁତାପ କରିବା ଛଡ଼ା ତା ପାଖରେ କିଛି ହିଁ ନଥାଏ। ମୋ ସାଙ୍ଗମାନେ, କଥାଟା ମୁଁ ଆଉ କାହା ପାଇଁ ବି କହୁନି, କଥାଟା ମୁଁ ନିଜ ପାଇଁ ହିଁ କହୁଛି। ତ ଯେହେତୁ ଆପଣମାନେ ମୋ ପରିବାର ଭଳିଆ, ତ ଭାବିଲେ ମୁଁ ଆପଣମାନଙ୍କ ସହିତ ହିଁ ସେୟାର କରିବି। ହଁ, ମୋର ଗୋଟେ ଭୁଲ ଡିସିସନ୍ ପାଇଁ ମୁଁ ଆଜି ମୋ ଘରଠୁ ଏତେ ଦୂରରେ ଅଛି, ଯେଉଁଠିକି ମୋ ଘର ଲୋକ ଆସିକି ରହିବା ତ ଦୂରର କଥା, ତାଙ୍କ ପାଖରେ ଟାଇମ୍ ହିଁ ନଥାଏ କେବେ ଆସିବା ପାଇଁ। ଯେହେତୁ ଏତେ ଦୂର ହେଇଯାଉଛି, ସେଥିପାଇଁ କିଏ ବି ଆସିବାକୁ ରାଜି ବି ହୁଅନ୍ତିନି। ତା ସହିତ ସେମାନଙ୍କର ବି ବହୁତ ସାରା କାମ ଥାଏ। ତ ଛାଡ଼ନ୍ତୁ ସେସବୁ କଥା। ଘରଠୁ ଦୂରରେ ରହିବା କେତେ ଯେ କଷ୍ଟ, ଯିଏ ରହିଛି ସେ ହିଁ ଜାଣିଛି। ଛାଡ଼ନ୍ତୁ ସେସବୁ। ଯେହେତୁ ଇଆଡ଼େ ଭିତରେ ମୋର ଡ୍ୟୁଟି ଟାଇମ୍ ହେଇଗଲାଣି, ମୁଁ କ'ଣ କଲି ନା, ରୋଷେଇ ତ କିଛି ବି କରିନଥିଲି। ଯେହେତୁ ସକାଳୁ ଦେହଟା ଭଲ ଲାଗିଲାନି, ତ ମୁଁ ଏଇଠି ଚୁଡ଼ା, ଚିନି, ଯେଉଁଟାକି ଦେହ ପାଇଁ ଆଦୌ ବି ଭଲ ନୁହଁ, ତା ସହିତ ବୁନ୍ଦିଆ, ସେଇଟା ମୁଁ ପକେଇକି ଶୁଖିଲା ଶୁଖିଲା ହିଁ ହେଇଥିଲା, କଷ୍ଟେ ମଷ୍ଟେ ଖାଇଦେଇକି ଗଲି। ଯେହେତୁ ଜଲ୍ଦି ଜଲ୍ଦି ଯିବାର ଥିଲା, ତ ତା ଭିତରେ ମୁଁ ଏଠି ଶାଢ଼ୀ ପିନ୍ଧିକି ରେଡ଼ି ହେଇଯାଇଥିଲି ଯିବା ପାଇଁ। ଯେହେତୁ ମୋର ସବୁ କଲିଗ୍ ମାନେ ଶାଢ଼ୀ ପିନ୍ଧିକି ଯାଉଥିଲେ, ତ ସେଥିପାଇଁ ମୋତେ ବି ସେମାନେ କହିଥିଲେ କି ଶାଢ଼ୀ ପିନ୍ଧିକି ଆସିବା ପାଇଁ। ତ ମୁଁ ଚାଲିଲି, ଆସିଲେ ଦେଖାହେବ। ମୁଁ ଆସିଗଲି ସାଙ୍ଗମାନେ। ତ ଆଜି ଯେହେତୁ ଖାଇବାଟା ରୋଷେଇ ହେଇନଥିଲା, ସେଥିପାଇଁ ମୁଁ ଆଜି ବି ହୋଟେଲରୁ ପୁଣି ବାହାରୁ କିଣିକି ଆଣିଲି। ଯେହେତୁ ଆଜି ମଙ୍ଗଳବାର ଥିଲା, ଭେଜ୍ ଫ୍ରାଏଡ଼୍ ରାଇସ୍ ଆଉ ସେଟା କ'ଣ ଆପଣମାନେ ଜାଣିପାରୁଥିବେ। ତ ମୋ ଦିନଟା ତ ଏମିତି କଷ୍ଟେ ମଷ୍ଟେ କଟିଲା। ଆପଣଙ୍କର କେମିତି କଟିଲା ମୋତେ କମେଣ୍ଟ କରି ନିହାତି ଜଣାଇବେ।